ଆଗରୁ ବମ୍ ଦ୍ୱାରା ସୁଟ୍ କରାଯାଇଛି, ଗୁଳି ମାରାଯାଇଛି, ସେ ଜାଣିଛି ସେ ମରିବ, ତା ସତ୍ତ୍ୱେ ସେ ହସୁଛି। ବ୍ୟାଙ୍କିଂ ସିଷ୍ଟମ, ବ୍ୟାଙ୍କିଂ ଟେକ୍ନୋଲୋଜି ଯୋଉ ଥିଲା, ବର୍ତ୍ତମାନ ଆମେ ଯୋଉ ଅଧିକ ବଳଶାଳୀ, ଅଧିକ ସେନା ଥିଲା, ଅଧିକ ଶକ୍ତିଶାଳୀ ମଧ୍ୟ ଥିଲେ, କିନ୍ତୁ ଟିପୁ ସୁଲତାନ ଭଳିଆ କେହି ନଥିଲେ। ଟିପୁ ସୁଲତାନଙ୍କର ଗୋଟିଏ କଥା ତମକୁ ସଦାବେଳେ ମନେ ରଖିବାକୁ ପଡିବ, ସେ କଥାଟି ମୁଁ ନିଶ୍ଚିତ ଭିଡିଓ ଲାଷ୍ଟରେ କହିବି। ତ ଟିପୁ ସୁଲତାନଙ୍କର ଗୋଟିଏ କଥା, ସେ କାହାକୁ ଟ୍ରଷ୍ଟ କରୁନଥିଲେ, କାହାକୁ ଭରସା କରୁନଥିଲେ। ଭରସା ମାନେ କଣ, ଆଜିକାଲି ଆମେ ହଠାତ୍ ତା ଉପରେ ବିଶ୍ୱାସ କରୁଛୁ, ସେ କଥା ନୁହଁ। ସେ ଭରସା ମନେ ରଖ, ଯେକୌଣସି ଯଦି ରାଜା ଅଛି ମାନେ ରାଜାର ସୈନିକ ଥିବ, ସୈନ୍ୟର ସେନାପତି ଥିବ, ମନ୍ତ୍ରୀ ଥିବ, ଏସବୁ ତା ସମୟରେ କେହି ନଥିଲେ। ତ ଟିପୁ ସୁଲତାନଙ୍କୁ ସରକାରୀ ରାଜା ବୋଲି କୁହାଯାଉଥିଲା। ସରକାରୀ ରାଜା, ଟିପୁ ସୁଲତାନଙ୍କୁ ସରକାରୀ ରାଜା ବୋଲି କୁହାଯାଉଥିଲା। ସରକାରୀ ରାଜା ମାନେ କଣ ନା, ନିଜ ରାଜ୍ୟର ସେ କେତେ ନା 1782 ରୁ 1799 ମୈଶୂର ରାଜ୍ୟର ସେ ରାଜା ଥିଲେ। ପିତା ହଉଛନ୍ତି ହାଇଦର ଅଲି, ମାତା ହଉଛନ୍ତି ଫାତିମା ବେଗ। ଏଟା ମନେ ରଖ। ସରକାରୀ ରାଜା ମାନେ କଣ, ଯେତେ ସବୁ ପୋଷ୍ଟ ଥିଲା ତାଙ୍କ ରାଜ୍ୟରେ ସବୁ ସେ ନିଜେ କଭର କରିଥିଲେ। ଏବେ ଅଛନ୍ତି ନା ବ୍ରୁନେଇରେ, ବ୍ରୁନେଇର କିଙ୍ଗ। ତ ସେ କଣ ନା, ସିଏ ଥିଲେ ରାଜ୍ୟର ମନ୍ତ୍ରୀ ମଧ୍ୟ ଥିଲେ, ସେନାପତି ମଧ୍ୟ ଥିଲେ, ଆକାଉଣ୍ଟାଣ୍ଟ କୋଷାଧ୍ୟକ୍ଷ ମଧ୍ୟ ଥିଲେ, ସବୁ କିଛି ସିଏ ଥିଲେ, ତାଙ୍କ ପାଖରେ ଆଉ କେହି ନଥିଲେ। ତ ଏଇ କଥାଟା ମନେ ରଖ, ଯଦି ବଞ୍ଚିବାର ଅଛି ତାହେଲେ ଟିପୁ ସୁଲତାନଙ୍କ ପରି ବଞ୍ଚ। ତ ସେ କଥା ଛାଡ, ତାକୁ କୁହାଯାଏ କଣ, ଟାଇଗର ଅଫ ମୈଶୂର। ଟାଇଗର ଅଫ ମୈଶୂର ମାନେ କଣ, ମୈଶୂର ରାଜ୍ୟର ବାଘ ବୋଲି ଯୋଉ କୁହାଯାଏ, ମୈଶୂର ରାଜ୍ୟର ସର୍ବଶ୍ରେଷ୍ଠ ବୀର ବୋଲି ଯୋଉ କୁହାଯାଏ, ଟାଇଗର ଅଫ ମୈଶୂର। ଏ ଟାଇଗର ଅଫ ମୈଶୂର କଣ ପାଇଁ ତାଙ୍କ ନାଁ ଆସିଲା ନା, ସେ ନିର୍ଭୀକ ଭାବରେ ଥିଲେ। ମନେ ରଖ, ଯେତେବେଳେ ଯୁଦ୍ଧ ହଉଛି, ଯେତେବେଳେ ସେନାପତି କିଛି ସେନାଙ୍କ ସହିତ ଆଗରେ ରହିବ ଏବଂ ରାଜା ରହିବେ ବୀର ମଝିରେ, ପୁରା ପ୍ରୋଟେକ୍ସନ ସିଲ୍ଡରେ। କିନ୍ତୁ ଟିପୁ ସୁଲତାନଙ୍କ ଅଣ୍ଡରରେ ଏଇଟା ନଥିଲା, ତାଙ୍କ ଟାଇମରେ ଏଇଟା ନଥିଲା। ସେ ସର୍ବପ୍ରଥମେ ସେ ଫାଷ୍ଟ ଲାଇନରେ ଥିଲେ, ତାପରେ ସେନା ଏଇ ସାଇଡରେ ଯିଏ ରହିଲେ ରହିଲେ। ତ ବାଘଙ୍କ ଭଳି ନିର୍ଭୀକ, ସମ୍ପୂର୍ଣ୍ଣ ନିର୍ଭୀକ ଭାବରେ ଲଢାଇ କରୁଥିଲେ କିଏ ନା, ଟିପୁ ସୁଲତାନ। ସେଟା ଗୋଟେ କଥା। ଏବଂ ତାଙ୍କର ଗୋଟେ ସିଂହାସନ ଥିଲା, ସେ ସିଂହାସନରେ ସେ ଗୋଟେ ବାଘ ମୂର୍ତ୍ତି, ଏକ୍ଜାକ୍ଟ ଗୋଟେ ବାଘ ସାଇଜର, ବାଘ ମାନେ ଯେତିକି ହାଇଟ, ଯେତିକି ୱାଇଡ ହବ, ସେଇ ହିସାବରେ ସେ ଗୋଟେ ବାଘ ମୂର୍ତ୍ତି କରିଥିଲେ। ଏବଂ ଏଟା ଲିଭର ମେକାନିଜମ, ଲିଭର ମେକାନିଜମ। ଏ ଲିଭର ମେକାନିଜମ କହିଲେ ଏବେ ଯୋଉ ବୁଝୁ ଆମେ ଗିୟର ଯୋଉ ବୁଝୁଛୁ, ସେମିତି ତାଙ୍କ ସିଂହାସନରେ ଗୋଟେ ଲିଭର ସିଷ୍ଟମ ସେ ରଖିଥିଲେ। ସେଟା ମୂର୍ତ୍ତିଟା ତିଆରି ହେଇଥିଲା ଏକ୍ଜାକ୍ଟ ବାଘ ପରି ଦେଖିବାକୁ। କୋଉଠି ନା, ତମ୍ବା, କପର ଆଉ ଉଡରେ, କାଠ, ତମ୍ବା ଆଉ କାଠରେ ତିଆରି ହେଇଥିଲା। ତମ୍ବା ଆଉ କାଠରେ ତ ତିଆରି ହେଇଥିଲା। ଏବଂ ସେ ଯେତେବେଳେ ସେ ସୁଇଚ ବା ସେ ଲିଭର ଦବଉଥିଲେ ନା, ସେ ବାଘର ରାଇଟ ଡାହାଣ ଗୋଡଟା ଆଗ ବାହାରି ପଡୁଥିଲା, ପଞ୍ଜାରେ ନିଆଁ ବାହାରୁଥିଲା ଏବଂ ମୁହଁ ଫୁଲି ଯାଉଥିଲା ଏବଂ ବାଘ ଆବାଜ ଶବ୍ଦ କଲା ବେଳେ ରହୁଥିଲା ସେ ବାଘ। ତ ଯୋଉ ଭିଜିଟର ମାନେ ଥିଲେ, ବ୍ରିଟିଶ ଭିଜିଟର ମାନେ, ତ ସେମାନେ ଭୟ କରି ଯାଉଥିଲେ ହଠାତ୍। କଣ ନା, ସାଇକୋଲୋଜିକାଲ ଆଟାକ, ସାଇକୋଲୋଜିକାଲ ଫିୟର ବୋଲି ଯାହା କହିବା। ତ ଏଇଟା ଟିପୁ ସୁଲତାନ କରିଥିଲେ। ସେ ବି ଗୋଟେ ରିଜନ ରହିଲା, ଟାଇଗର ଅଫ ମୈଶୂର ବୋଲି କହିବାର ଦିଟା କାରଣ ରହିଲା। ମନେ ରହିଲା। ଗୋଟେ ରକେଟ ଟେକ୍ନୋଲୋଜି, ରକେଟ ଟେକ୍ନୋଲୋଜି କଣ, ରକେଟ ଟେକ୍ନୋଲୋଜି ଏବେ ଯୋଉ କହୁଛୁ ବ୍ରିଟିଶ ମାନେ, ୟୁରୋପ ମାନେ ତିଆରି କରିଥିଲେ, ସେଟା ହଉଛି ଭୁଲ। ଏଇ ରକେଟ ଟେକ୍ନୋଲୋଜିଟା ବାହାର କରିଥିଲେ କିଏ, ହାଇଦର ଅଲି ଏବଂ ଟିପୁ ସୁଲତାନ। ଏ ବାପ ପୁଅ ମିଶିକିରି ବାହାର କରିଥିଲେ, ହାଇଦର ଅଲି। କେମିତି ନା, ବାଉଁଶ ମାଧ୍ୟମରେ, ଆଗରୁ ତ ବାଉଁଶ ମାଧ୍ୟମରେ ତିଆରି କରୁଥିଲା। ତ ସେ ଲୁହାର ଖଳକୁ ବ୍ୟବହାର କରୁଥିଲେ, ଲୁହାର ଖଳକୁ ବ୍ୟବହାର କରିଥିଲେ ଏବଂ ତାର ଡିଷ୍ଟାନ୍ସ ଥିଲା 2 କିଲୋମିଟର। ଏ ଭିତରେ ଗୋଲ ପାଉଡର ଭର୍ତ୍ତି କରାଯାଉଥିଲା, ବାଉଁଶ ମାଧ୍ୟମରେ ନିଆଁ ଲଗେଇକି ଛାଡ଼ିଦେଲେ ଯାଇକି 2 କିଲୋମିଟର ଡିଷ୍ଟାନ୍ସରେ ପଡିକି ସେ ବ୍ଲାଷ୍ଟ ହଉଥିଲା। ତ ଏଇଭଳି ବହୁତ ରକେଟ ମାଧ୍ୟମରେ ସେ ଇଂରେଜ ମାନଙ୍କୁ ବହୁତ ଭୟଭୀତ କରାଇଛନ୍ତି, ବହୁତ ଯୁଦ୍ଧରେ ହରାଇଛନ୍ତି ମଧ୍ୟ। 4 ଥର ଯୁଦ୍ଧ ହେଇଛି ବ୍ରିଟିଶ ମାନଙ୍କ ସହିତ, 3 ଥର ଜିତିଛନ୍ତି, 4 ଥର ଲାଷ୍ଟରେ ସର୍ବଶେଷରେ ସେ ମରିଯାଇଛନ୍ତି ଟିପୁ ସୁଲତାନ। ତ ସିଏ କଣ କଲେ ନା, ରକେଟ ଟେକ୍ନୋଲୋଜି। ତ ଯେତେବେଳେ ଟିପୁ ସୁଲତାନ ମରିଗଲେ, ମୈଶୂର ଆଙ୍ଗ୍ଲୋ ମୈଶୂର ୱାର 1799, 1769, ତାପରେ ବ୍ରିଟିଶ ମାନେ କଣ କରିଛନ୍ତି ନା, 700 ରକେଟ ଜବତ କଲେ। ତାପରେ ନେଇଗଲେ ତାଙ୍କ ୟୁରୋପକୁ ଏବଂ ତାକୁ ଆହୁରି ଆଡଭାନ୍ସ କରି ଲାଗିଲେ ଏବଂ ଏବେ ଦୁନିଆରେ ସମସ୍ତଙ୍କ ପାଖରେ ଅଛି। ୱାର ଟେକ୍ନୋଲୋଜିରେ ମଧ୍ୟ ସେ ଥିଲେ ପ୍ରମୁଖ। ୱାର ଟେକ୍ନୋଲୋଜି, ଯୁଦ୍ଧ କଥା ଯୋଉ ମୁଁ କହିଲି, ସେ କଣ କଲେ, ସେନାକୁ ରହୁଥିଲେ ପରେ ପ୍ରଥମେ ଲଢୁଥିଲେ ଟିପୁ ସୁଲତାନ। ଏପଟେ ରକେଟ ଥିଲା, ଫେସ୍ ଟୁ ଫେସ୍ କମ୍ବ୍ୟାକ୍ ବୋଲି ଯାହାକୁ କହିବା, ସାମ୍ନା ସାମ୍ନି। ସେ ତାଙ୍କ ପାଖରେ ଗନ୍ ମଧ୍ୟ ଥିଲା ଏବଂ ଖଣ୍ଡା ବୋଲି ଯାହାକୁ କହିବା, ସେଇ ଖଣ୍ଡା ତରବାରୀ ମାଧ୍ୟମରେ ସେ ଯୁଦ୍ଧ ମଧ୍ୟ କରୁଥିଲେ। ରକେଟ ଟେକ୍ନୋଲୋଜି ତାଙ୍କର ନୂଆ ଟେକ୍ନୋଲୋଜିର ସବୁଠାରୁ ବେଷ୍ଟ ପାର୍ଟ ଥିଲା ହଉଛି ରକେଟ ଟେକ୍ନୋଲୋଜି। ବ୍ୟାଙ୍କରେ ଯାହା ଯାହା କାମ କରୁଛି, ଏସବୁ କିଏ ଦେଇଥିଲେ, ଏସବୁ କିଏ ଷ୍ଟାର୍ଟ କରିଥିଲେ, ଇନୋଭେସନ କିଏ କରିଥିଲେ, ଏସବୁ ଇନୋଭେସନ କରିଥିଲେ ଟିପୁ ସୁଲତାନ। କଣ ନା, ସେଫ ଡିପୋଜିଟ ଲୋନ,
ट्रेड एसबू थिला सेफ डिपोजिट एसबू आजिकल जो आम टेक्नोलोजी मॉडर्न हिसाब से आम व्यवहार करूँ बैंक एक्जाक्टली कहवा गले बैंकिंग सिस्टम टा बाहर करते टीपू सुल्तान एमती ना से समय गोल्ड कॉइन थिला गोल्ड कॉइन तो गोल्ड कॉइन को सी कौन करुले ना गोटे घर आम जमी बैंक खोला से समय सी राजा निजर अंडर निज अधीन गोटे ट्रेजरी हाउस ट्रेजरी हाउस सेठी से कौन करते ना गोल्ड कॉइन को रखुले रसीद एवं जमी रसीद देती रसीद हिसाब से गोटे लेखा दि जाऊला ना जहाँ ठिकना अनुसार दि जाऊला बदल कौन ना जमी दि जाऊला रूपा कि टंका टंका कि जेकोसी व्यवसाय करवा उद्देश्य जेकोसी जिन जमी धान होला गहम होला मांडिया होला एक्सवाइजेड सब दि जाऊला जहाँ फॉलो कर किए ना आज बैंकिंग टेक्नोलोजी किए बाहर करता बैंकिंग टेक्नोलोजी बाहर करता टीपू सुल्तान डेथ स्टोरी जो कहला डेथ स्टोरी टीपू सुल्तान कौन होला ना ब्रिटिश माने तीन थर अटैक कले क्या ना मैसूर राज्य को अटैक करे टीपू सुल्तान को ऊपर तीन थर से विश्व भाव में तार जवाब देइछन्ती ब्रिटिश माने हारि जाइछन्ती काहे ना से आसीबार 2 किलोमीटर पूर्व ही ये रॉकेट माध्यम में फुटाई देउतला निया लगै देला रॉकेट पळेला बस 2 किलोमीटर डिस्टेंस आगु ब्लास्ट शेष आजिकल जेंदी बम ब्लास्ट होउची से हिसाब से करथिले तो ब्रिटिश माने 3 थर हारिले एवं 4 थर कौन होला तांकर जो दुर्ग थिला श्रीलंकापटना बोली कहा जाए जहाँ श्रीलंकापटना दुर्ग जो से रोते जो से दुर्ग को अटैक कले केबे ना 1799 रे अटैक कले किए ना ब्रिटिश माने तो सही युद्ध को कहा जाए आंग्लो मैसूर वार के ना ब्रिटिश ଆଉ टीपू सुल्तान ब्रिटिश और टीपू सुल्तान मध्य युद्ध होइथिला से युद्ध विशाल भाव में युद्ध होइथिला एवं कौन होला टीपू सुल्तान सेठी मरले केमती मरले तार बहुत कंट्रोवर्सी अछि ता ऊपर किंतु ताको पछपट गोल रे शूट करा जायथिला से सामना कोन करथि तलवार धरि युद्ध करथि तो पछपट शूट करिया क्लोज बहुत पाखर शूट कराला से हसिले एते भीषण भाव में हसिले गुली बाजिला परे कला कोन होला ना ब्रिटिश माने जो माने थिले पाखर आकर युद्ध छाड़ी के पळेले तो भाबो जनकू एते क्लोज रो गन द्वारा शूट करा जायछि गुली मारा जायछि से जानिछि से मरिबो ता सते से हसुछि मैं कहथिन ना जदि बचवार अछि टीपू सुल्तान को परि बच तो ए युद्ध रे कोन होला ना टीपू सुल्तान हसी मृत्युवरण कले हसी मैं कहथिन इतिहास रे एमिति राजा ताको बोली नाही 1799 रे मैसूर राज्य जो टाइगर ऑफ मैसूर बोली कहा जाउतले ताकर डेथ हे गला एवं ए डेथ हैला पर कोन कला ना ब्रिटिश माने ए रॉकेट साइंस को यूरोप को नहीं गले यूरोप को नहीं गले तापर तक एडवांस आहुरी एडवांस करिवार लागले टीपू सुल्तान केवल जने राजा नथिला टीपू सुल्तान केवल जने राजा नथिला से बहुत दूरदर्शिता ताको पाखरे थिला बहुत दूरदर्शिता से बहुत आगे को देखि पारथिले एवं ताकर ए सिस्टम गुडी को पई से जो बैंकिंग सिस्टम ट्रेडिंग सिस्टम करथिले रॉकेट इनोवेशन करथिले ए सब के पई ताको मार दिया जाय ब्रिटिश माने तो दुनिया रे जो बैंकिंग सिस्टम चाली छी रॉकेट सिस्टम ए सब चाली छी ए सब टीपू सुल्तान को अवदान आज भी जहाँ आज जो टीपू सुल्तान को अवदान एवं धीरे धीरे टेक्नोलॉजी कौन होला ए बैंकिंग सिस्टम टा पूरा दुनिया को खाइदेला तो भाव टीपू सुल्तान जने राजा केवल नुहे जने वैज्ञानिक मध्य थिले एवं दूरदर्शी स्वभाव जने बहुत महान व्यक्ति मध्य थे।